ସକାଳୁ ଉଠିଲେ କାହାର କେଉଁ ଚିନ୍ତା, ମୋର ଖାଲି ଖାଇବା ଚିନ୍ତା। ମୋର ଯଦି ଭଲ ଖାଇବା ହେଇଯାଉଛି ନା, ଦିନ ସାରା ମୋର ଭଲରେ କଟିଯିବ। ମାମା ଏଠି ଘିଅର ପ୍ରିପାରେସନ୍ କରୁଛନ୍ତି, ଦହିକୁ ଗ୍ରାଇଣ୍ଡିଙ୍ଗ କରିକି ତା ଦେହରେ ଲହୁଣୀ ବାହାର କରୁଛନ୍ତି। ଆମର ପ୍ରାୟ ସପ୍ତାହରେ 2 ଥର ଲହୁଣୀ ଦହି ବୁଲା ହେଇକି ଲହୁଣୀ ବାହାର କରାଯାଏ। ଆଜି ବୋଧେ ମାମା ପୁଣି ସେଥି କରୁଛନ୍ତି। ଆଜି ପୁଣି ଲହୁଣୀ ବାହାର କରିକି ଦହି ଇଏ କରାଯିବ। ଏଠି ପାଣ୍ଡୁଲୁ ଠିଆ ହେଇକି ସେ କେମିତି କ'ଣ ହେଉଛି ଦେଖୁଛି। ମୁଁ ପଳେଇ ଆସିଥିଲି ଏଠି ଟିକେ ଦେଖିବା ପାଇଁ। ଦେନ୍ ମାମା ଏଠି ପୁରାପୁରି ଘିଅ କରିସାରିଲାଣି। ଏତିକି ଘିଅ ଅଲରେଡ଼ି ହେଇଥିଲା, ଏବେ ପୁଣି ଏତିକି ହେଇଛି ତା ଦେହରେ ରଖାଯିବ। ପଳେଇ ଆସିଲି ମୁଁ ଏଠି ଗାଧେଇକି ଠାକୁର ପୂଜା କରିବା ପାଇଁ। ଠାକୁର ପୂଜା କରିସାରିଲେ ଖାଇବି। ଠାକୁର ପୂଜା ସରିଗଲା, ଠାକୁର ପୂଜା କରିସାରିକି ପଳେଇ ଆସିଲି ଖାଇବା ପାଇଁ। ଖାଇବାରେ ମୋର ମାଛ ଭଜା ଥିଲା, ବଢ଼ିଆ ସେ ପଖାଳ ଆଜି ଖାଇଦେଲି। ଖାଇସାରିଲା ପରେ ଅଜା ଯେଉଁ ଗଛ ଆଣିଥିଲେ ଲଗେଇବା ପାଇଁ ମୋତେ ଦେଲେ, ରଖିଲେ ଲଗେଇବା ପାଇଁ। ରହିଲି। ଜୟ ଜଗନ୍ନାଥ। ପୁଣି ଦେଖା ହେବ ନ୍ୟୁ ବ୍ଲଗ୍ରେ। ଚ୍ୟାନେଲକୁ ସବସ୍କ୍ରାଇବ୍